ଆଚ୍ଛା, ଆପଣ କ'ଣ ଜଣେ ଏମିତି ପୁଅ ଯିଏ ଗୋଟେ ଝିଅଠାରୁ ଧୋକା ଖାଇଛନ୍ତି ଆଉ ଯେମିତି ଆପଣଙ୍କ ଜୀବନରେ ସବୁକିଛି ସରିଗଲା ସେମିତି ଭାବୁଛନ୍ତି, ନିଜ ଜୀବନକୁ ଶେଷ କରିଦେବା ପାଇଁ ଚିନ୍ତା କରୁଛନ୍ତି? ତେବେ ଆପଣଙ୍କ ପାଇଁ ଏ କଥାଟି ନିହାତି ଜାଣିବା ଦରକାର। ଦେଖନ୍ତୁ, ଯଦି ଗୋଟେ ଝିଅକୁ ଆପଣ ବହୁତ ଭଲ ପାଇଛନ୍ତି ଆଉ ସେ ଆପଣଙ୍କୁ ଧୋକା ଦେଉଛି, ତା'ମାନେ ସେ ଝିଅ ଆଦୌ ବି ଭଲ ଝିଅ ନୁହେଁ। ଆପଣ ବରଂ ଖୁସି ହୁଅନ୍ତୁ ସେ ଆପଣଙ୍କ ଜୀବନରୁ ଦୂରେଇ ଯାଇଛି। ଏଥିରେ ଆପଣ ଆନନ୍ଦିତ ହେବା କଥା, କିନ୍ତୁ ନିଜକୁ ଶେଷ କରିଦେବା ଆଦୌ ଉଚିତ ନୁହେଁ। ଆଜ୍ଞା ନମସ୍କାର, ସମସ୍ତଙ୍କର ମଙ୍ଗଳ କାମନା କରି ଅର୍ପଣ ଷ୍ଟାରକୁ ମୁଁ ଲେଖିକା ଅନୁପୂର୍ଣ୍ଣା ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରୁଛି। ଆପଣମାନଙ୍କ ପାଇଁ ଗୋଟେ ସୁନ୍ଦର ଗୀତ, ଏଇ ନୂଆ ବର୍ଷ ପାଇଁ ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ ଅର୍ପଣ ଷ୍ଟାର ପ୍ରସ୍ତୁତ କରିସାରିଛି, ପ୍ରେଜେଣ୍ଟ ବି କରିସାରିଛି। ଗୀତଟିର ଲିଙ୍କ୍ସ ମୁଁ ଆପଣମାନଙ୍କୁ ଦେଇଦେବି এই ଭିଡ଼ିଓ ମାଧ୍ୟମରେ। ତେବେ ଗୀତଟି ଆଜିକାର ଯୁବପିଢ଼ିମାନଙ୍କ ପାଇଁ ନିହାତି ଦେଖିବା ଆବଶ୍ୟକ। ତେବେ ଗୀତଟି ହେଉଛି, ନୂଆ ବରଷରେ ଜାଳୁଛୁ ଲୋ ଦୀପ ତୁ ଆଉ କାହା ପାଇଁ, ସଳିତାଟେ ପରି ଜଳୁଛି ଲୋ ମୁଁ ଆଜି ତୋରି ପାଇଁ। ଦେଖନ୍ତୁ, ଗୀତଟି ଶୁଣନ୍ତୁ, ବୁଝନ୍ତୁ, କିନ୍ତୁ ମୋର ହୃଦୟରୁ ଅନୁରୋଧ, ସେମିତି ପୁଅମାନଙ୍କୁ ଯିଏ ଗୋଟେ ଝିଅଠାରୁ ଧୋକା ଖାଇଛି ସେଠି ସେ ଆହୁରି ନିଜକୁ ଦୃଢ଼ କରୁ ଆଉ ଭଗବାନ ପାଖରେ ବିଶ୍ୱାସ କରିବା, ଭଗବାନଙ୍କ ପାଖରେ କୃତଜ୍ଞ ରହୁ ସେ ଝିଅଠାରୁ ସେ ମୁକୁଳି ଯାଇଛି। ନିଜ କ୍ୟାରିୟର ପ୍ରତି ଫୋକସ୍ ରଖନ୍ତୁ ଆଉ ନିଜ ଜୀବନକୁ ଗୋଟେ ନୂଆ ମୋଡ଼ ଦିଅନ୍ତୁ, ଆଉ ଦେଖିବେ ଆପଣଙ୍କ ଜୀବନ ଗୋଟେ ସୁଖ ଶାନ୍ତିରେ ଭରି ରହିଯିବ। କିନ୍ତୁ ଜୀବନ ସହଜରେ ମିଳେନି। ଯଦି ଆପଣଙ୍କର ଗୋଟେ ଜୀବନ ଦେବାର ଶକ୍ତି ନାହିଁ, ଗୋଟେ ଜୀବନକୁ ନେବେ କାହିଁ? ଧୋକା ଖାଇଥିବା ପୁଅମାନଙ୍କୁ ମୋର ଅନୁରୋଧ, ସେମାନେ ନିଜକୁ ଦୃଢ଼ କରନ୍ତୁ ଆଉ ଭାବନ୍ତୁ ଈଶ୍ୱର ଯାହା କରିଛନ୍ତି ପ୍ରାଣୀର ମଙ୍ଗଳ ପାଇଁ। ତୁରନ୍ତ ନିଜକୁ ସେମିତି କ୍ଷେତ୍ରରେ ଦୂରେଇ ଦିଅନ୍ତୁ ଆଉ ନିଜକୁ ଗୋଟେ ଏଷ୍ଟାବ୍ଲିଶ୍ କରନ୍ତୁ, ନିଜ ଗୋଟେ ଯୋଗ୍ୟ ହୁଅନ୍ତୁ। ଶେଷରେ ପୁଣି ଥରେ ସମସ୍ତଙ୍କ ମଙ୍ଗଳ କାମନା କରି ଅର୍ପଣ ଷ୍ଟାରରୁ ବିଦାୟ ନେଉଛି। ରହୁଛି, ନମସ୍କାର।